Everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ନେଟ୍ ସିଲାବସ୍ ୱାଇଜ୍ ଯେଉଁ ମୁଁ ନୋଟ୍ସ କରିଛି ସ୍ୱାଧୀନତା ପୂର୍ବବର୍ତ୍ତୀ ଉପନ୍ୟାସ, ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସ, ସ୍ୱାଧୀନତା ପୂର୍ବବର୍ତ୍ତୀ ଗଳ୍ପ, ସ୍ୱାଧୀନତା ପରବର୍ତ୍ତୀ ଗଳ୍ପ, ସ୍ୱାଧୀନତା ପୂର୍ବବର୍ତ୍ତୀ ନାଟକ, ସ୍ୱାଧୀନତା ପରବର୍ତ୍ତୀ ନାଟକ ସବୁକିଛି। ତ ପ୍ରଥମେ ଆମେ ଆଲୋଚନା କରିବା ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଉପନ୍ୟାସ। ତ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଆମର 10 ଜଣ ଉପନ୍ୟାସିକ ଅଛନ୍ତି। ପ୍ରଥମେ ଆସିବେ ଉମେଶ ଚନ୍ଦ୍ର ସରକାର। ଉମେଶ ଚନ୍ଦ୍ର ସରକାର ତାଙ୍କର ପ୍ରଥମ ଉପନ୍ୟାସ ହେଉଛି ପଦ୍ମମାଳୀ, 1888ରେ ରଚନା। ପଦ୍ମମାଳୀ ଉପନ୍ୟାସର ଚରିତ୍ର ହେଉଛନ୍ତି ହରିହର ଭ୍ରମର ବାବୁ, ଜଗବନ୍ଧୁ ପଟ୍ଟନାୟକ, ପଦ୍ମମାଳୀ, ଦୁର୍ଯ୍ୟୋଧନ ଦାସ, ବାଞ୍ଛାନିଧି ବଳବନ୍ତ ରାୟ, ପରୀକ୍ଷିତ ସିଂହ, ହରିହର ରାମାନୁଜ ଦାସ, ଚିତ୍ରା ଦେବୀ, ଘଣ୍ଟଶାଳା ପଟ୍ଟନାୟକ, ଜୟନ୍ତୀ। ହେଲା ଉମେଶ ଚନ୍ଦ୍ର ସରକାରଙ୍କ ପ୍ରଥମ ଉପନ୍ୟାସ ପଦ୍ମମାଳୀ। ତାର ଚରିତ୍ର କିଏ କିଏ ହେଲେ ନା ହରିହର ଭ୍ରମର ବାବୁ, ଜଗବନ୍ଧୁ ପଟ୍ଟନାୟକ, ପଦ୍ମମାଳୀ, ଦୁର୍ଯ୍ୟୋଧନ ଦାସ, ବାଞ୍ଛାନିଧି ବଳବନ୍ତ ରାୟ, ପରୀକ୍ଷିତ ସିଂହ, ହରିହର ରାମାନୁଜ, ଚିତ୍ରା ଦେବୀ, ଘଣ୍ଟଶାଳା ପଟ୍ଟନାୟକ, ଜୟନ୍ତୀ। ନେକ୍ସଟ ଆମର ଉମେଶ ଚନ୍ଦ୍ର ସରକାରଙ୍କ ଦ୍ୱିତୀୟ ଉପନ୍ୟାସ କେଉଁଝର ବିଦ୍ରୋହ, 1907ରେ ରଚନା। କେଉଁଝର ବିଦ୍ରୋହ ମୁକୁର ପତ୍ରିକାରେ 9 ମାସ ଧରି ଧାରାବାହିକ ଭାବେ ଉଦାସୀ ଛଦ୍ମ ନାମରେ ପ୍ରକାଶିତ ହେଲା। କେଉଁଝର ବିଦ୍ରୋହ 9 ମାସ ଧରିକି ଉଦାସୀ ଛଦ୍ମ ନାମରେ ପ୍ରକାଶିତ। କେଉଁଝର ବିଦ୍ରୋହର ଚରିତ୍ର ହେଉଛନ୍ତି ଗଙ୍ଗାଧର ନାରାୟଣ ଭଞ୍ଜ, ଫୁଲବିବି, ଧନୁର୍ଜୟ ଚନ୍ଦ୍ରଶେଖର, ବୃନ୍ଦାବନ, ରଚନା ନାୟକ, ନନ୍ଦ ନାୟକ। 2ରେ ଆସୁଛନ୍ତି ଆମର ଫକୀର ମୋହନ ସେନାପତି। ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ଗୁଡ଼ିକ ତ ମୁଁ ଆଲୋଚନା କରିଥିଲି ପୂର୍ବ ଭିଡ଼ିଓରେ, ତଥାପି ମୁଁ ଆଲୋଚନା କରିଦେଉଛି। ପ୍ରଥମ ତାଙ୍କର ହେଉଛି ବିଷମୁଞ୍ଜି, ସେଇଟା ଅପ୍ରକାଶିତ। ଉତ୍କଳ ସାହିତ୍ୟ ସମ୍ପାଦକ ବିଶ୍ୱନାଥ କରଙ୍କର ଏକ ପତ୍ରରୁ ଜଣାଯାଏ ଅପ୍ରକାଶିତ ବୋଲି ହେଲା ବିଷମଞ୍ଜିରୁ। ତାପରେ ନେକ୍ସଟ ଆସିବ 6 ମାଣ 8 ଗୁଣ୍ଠ, 1997ରେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶ ପାଇଥିଲା 6 ମାଣ 8 ଗୁଣ୍ଠ। 1902ରେ ପୁସ୍ତକ ଆକାରରେ ମୁଦ୍ରିତ ହୋଇଥିଲା। ପ୍ରଥମେ ଏହା ଧୈର୍ଯ୍ୟଟି ଛଦ୍ମ ନାମରେ ପ୍ରକାଶିତ ହୋଇଥିଲା। 6 ମାଣ 8 ଗୁଣ୍ଠ ମନେ ରଖିବେ। ପ୍ରଥମେ ଧୈର୍ଯ୍ୟଟି ଛଦ୍ମ ନାମରେ ପ୍ରକାଶିତ ହୋଇଥିଲା। ସେ ଆତ୍ମଚରିତ ପୁସ୍ତକରେ ତ 6 ମାଣ 8 ଗୁଣ୍ଠର ମୁଖ୍ୟ ଚରିତ୍ର ହେଉଛନ୍ତି ସାରିଆ ଭଗିଆ, ମୌଜା ଗୋବିନ୍ଦପୁର। ଖଳନାୟକରେ ଯିବେ ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା। ରାମଚନ୍ଦ୍ର ମଙ୍ଗରାଜଙ୍କ ଝିଅ ହେଉଛି ମାଳତୀ। ଆଉ ଗୌଣ ଚରିତ୍ରରେ ଯିବେ ମରୁଆ, ଶ୍ୟାମମଲ, ଲୋକନାଥ, ଶେଖ ଦିଲଦାର ମିଆଁ, ଗବରା ଜେନା, ଟାଙ୍ଗୀ ମାଉସୀ, ନଟବର ଘନଶ୍ୟାମ ବାଘସିଂହ, ମୌଜା ରତନପୁର। ନଟବରଙ୍କ ପୁତ୍ରମାନେ ହେଉଛନ୍ତି ଭୀମସେନ ବାଘସିଂହ, ପ୍ରହ୍ଲାଦ ମଲ୍ଲ, କୁଚୁଡ଼ି ମଲ୍ଲ, ବଳରାମ ମଲ୍ଲ। ଅନ୍ୟାନ୍ୟ ଗୌଣ ଚରିତ୍ର ହେଉଛନ୍ତି ମାଣିକ ଗୌଡୁଣୀ, ଟାଙ୍ଗୀ ମାଉସୀ, ଗୋବିନ୍ଦ ରଥ, ଶିବୁ ପଣ୍ଡିତ, ମୁକୁନ୍ଦ ହଳିଆ, ଶଙ୍କରା ଜେନା, ଜଗା ଭଣ୍ଡାରୀ, ଶେଖ ଇନାଏତ ହୋସେନ, ରାମ ଲାଲା ଓକିଲ। ଶେଖ ଇନାଏତ ହୋସେନ ହେଉଛନ୍ତି ପୋଲିସ, ଈଶାନ ଚନ୍ଦ୍ର ସରକାର ଗୋପୀ ସାହୁ। ଆମର 6 ମାଣ 8 ଗୁଣ୍ଠରେ 28ଟି ପରିଚ୍ଛେଦ ଅଛି। ତ ସେଇଠୁ ଆମର 16 ପରିଚ୍ଛେଦଟା ହେଉଛି ଜ୍ୟେଷ୍ଠ ମାସର ଖରା ପଡ଼େ ଏକ୍ଜାମରେ। ପ୍ରଥମେ 1ରେ ଆସିବ ରାମଚନ୍ଦ୍ର ମଙ୍ଗରାଜ, 2 ଦ୍ୱିତୀୟ ପରିଚ୍ଛେଦ ସୁନାମ ଧନ୍ୟ, ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତି ଲକ୍ଷ୍ମୀ, ଚତୁର୍ଥ ଚାଷ ତଦାରଖ, ପଞ୍ଚମ ମଙ୍ଗରାଜ କୁଟୁମ୍ବ, ଷଷ୍ଠ ପରିଚ୍ଛେଦ ଚମ୍ପା। 7ରେ ବୁଢ଼ୀ ମଙ୍ଗଳା, 8ରେ ଜମିଦାର ଶେଖ ଦିଲଦାର ମିଆଁ, 9ରେ ଗାଁ ହାଲଚାଲ, 9ରେ
ଗାଁ ହାଲଚାଲ, 10ରେ ଭୋଗିଆ ସାରିଆ, 11ରେ ଗୋବରା ଜେନା ଗାଁ ଚୌକିଦାର, 12ରେ ଅସୁର ଦୀର୍ଘି, 13ରେ ହିତୋପଦେଶ, 14ରେ ମନ୍ତ୍ରଣା, 15ରେ ବାଘ ସିଂହ ବଂଶ, 16ରେ ଟାଙ୍ଗି ମାଉସୀ ଜ୍ୟେଷ୍ଠ ମାସର ଖରା 16ରେ, 17ରେ କିପରି ଘର ପଡ଼ିଲା, 18ରେ ସାଆନ୍ତାଣୀ, 19ରେ ପୋଲିସ ତଦାରଖ, 20ରେ ଓକିଲ ରାମ ଲାଲା, 21ରେ କଟକ ଜଜ୍ କୋର୍ଟ, 22ରେ ଗୋପୀ ସାହୁ ଦୋକାନ ଘର, 23ରେ କର୍ମଫଳ, 24ରେ ଖୁଣି ତଦାରଖ, 25ରେ ମଙ୍ଗରାଜ ଘର ହାଲଚାଲ, 26ରେ ବାବାଜୀ ଲଳିତା ଦାସ, 27ରେ ଅପୂର୍ବ ମିଳନ, 28 କର୍ମଫଳ। ତ ପ୍ରଥମ 12ଟି ପରିଚ୍ଛେଦ ମଧ୍ୟରୁ 5ଟିରେ ମଙ୍ଗରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କଳା ପାଇଁ କଳା, ଫକୀରମୋହନଙ୍କ ସାହିତ୍ୟ। ପ୍ରଥମ 12ଟି ପରିଚ୍ଛେଦରେ ଚରିତ୍ର ଚିତ୍ରଣ ଓ ପରିବେଶ ବର୍ଣ୍ଣନା। ନେକ୍ସଟ ଆସିବ ଲଛମା। ଫକୀରମୋହନଙ୍କ ନେକ୍ସଟ ଉପନ୍ୟାସ ଲଛମା 43 ପରିଚ୍ଛେଦ ବିଶିଷ୍ଟ। 1ରେ ରାହାଜାନୀ, 2ରେ ଉତ୍କଳର ପତନ ସମୟ, 3ରେ ସୁବାଦାର ଅଲିବର୍ଦୀ ଖାଁ, 4ରେ ସାମନ୍ତ ରାୟ ରାଘବ ରାଟସିଂହ, 5ରେ ବିଦେଶିନୀ, 6ରେ ଗଡ଼ ସମ୍ବନ୍ଧରେ ନାନା କଥା, 7ରେ ବିବର୍ତ୍ତନ, 8ରେ ପଣ୍ଡିତ ଶିବଶଙ୍କର ମାଲବାର, 9ରେ ଶୋଷଗ୍ରାମ, 10ରେ ନାଗା ଜମାୟତ, 11ରେ ଫୌଜକୁଚ, 12ରେ ହଳଦୀପଦା ଯୁଦ୍ଧ, 13ରେ ଫୁଲୁଆ ଯୁଦ୍ଧ, 14ରେ ରାୟବଣିଆ ରଣ, 15ରେ ବିଚାର ଏବଂ ପ୍ରାଣଦଣ୍ଡ, 16ରେ ଅନାଥ। ପରି ଅଛି ପ୍ରାୟଶ୍ଚିତ୍ତରେ ଲଛମାରେ 43ଟି ପରିଚ୍ଛେଦ। ଲଛମା ଏକ ଐତିହାସିକ ଉପନ୍ୟାସ। ଏହା ଅପୂର୍ବ ମିଳନ ଶିରୋନାମାରେ 1901ରୁ 13 ଯାଏଁ ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିଲା। ଲଛମା ନାମରେ 1913ରେ ପରିଚିତ ହେଲା। 1901ରେ ଇଏ ଅପୂର୍ବ ମିଳନ ନାମରେ ଆମର ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇଥିଲା। ତ ଲଛମାର ଆମର ଚରିତ୍ର ହେଉଛନ୍ତି ବାଦଲ ସିଂ ନାୟକ, ନାୟିକା ହେଉଛନ୍ତି ଲଛମା। ବାଦଲ ସିଂ ହେଉଛନ୍ତି ରହିଲା ଖଣ୍ଡ ନିବାସୀ କ୍ଷତ୍ରିୟ ପରିବାରର। ଆମର ବାଦଲ ସିଂ ଆଉ ଲଛମାର ମିଳନ ହୋଇଥିଲା ଗୟା କ୍ଷେତ୍ରରେ, ମନେ ରଖିବେ। ଆଉ ଚରିତ୍ର ହେଉଛନ୍ତି ଭାସ୍କର ପଣ୍ଡିତ, ରାୟଗୁରୁ, ବନମାଳୀ, ବାଚସ୍ପତି, ବୈରୀ ଗଳ୍ପ, ମାନ୍ଧାତା। ନେକ୍ସଟ ମାମୁଁ। ମାମୁଁ ଉପନ୍ୟାସ ହେଉଛି 67 ପରିଚ୍ଛେଦ ବିଶିଷ୍ଟ। 1ରେ ଦାଶରଥୀ ଦାସଙ୍କ ପରିବାର, 2ରେ ଉତ୍ତର ରାୟ ବଂଶ, 3ରେ ଚାନ୍ଦମଣି, 4ରେ ନାଜର ବସାର ହାଲଚାଲ, 5ରେ ପିଲାଙ୍କ ଶିକ୍ଷା, 6ରେ ପାଠ ଶେଷ, 7ରେ ଭୂସ୍ୱାମୀ ଯୁବକ ଯୁଗଳ, 8ରେ ଚାନ୍ଦମଣିର ବିବାହ ପ୍ରସ୍ତାବ, 9ରେ ଗେହ୍ଲେଇ, 10ରେ ଚାନ୍ଦମଣିର ମଙ୍ଗଳକୃତ୍ୟ, 11ରେ ନଟବର ବିବାହ, 12ରେ ଶ୍ରୀ ପ୍ରତାପ ରାୟ ମଲ୍ଲ। ଏହିପରି 67 ପରିଚ୍ଛେଦ। ମାମୁଁ ଉପନ୍ୟାସର ଚରିତ୍ର ହେଉଛନ୍ତି ଦାଶରଥୀ ଦାସ, ମେନକା ଦେଈ, ବାନାମ୍ବର, ନଟବର, ବିଶାଖା ଦେଈ, ଉତ୍ତର ରାୟ, ଉଦିତ ପ୍ରତାପ, ପୀତାମ୍ବର, ଚାନ୍ଦମଣି, ଚିତ୍ରକଳା, ରାଘବ ମହାନ୍ତି, ପ୍ରଭୁଦୟାଲ। ନେକ୍ସଟ ପ୍ରାୟଶ୍ଚିତ। ଫକୀରମୋହନଙ୍କ ନେକ୍ସଟ ଉପନ୍ୟାସ ପ୍ରାୟଶ୍ଚିତ। ପ୍ରାୟଶ୍ଚିତରେ 45 ପରିଚ୍ଛେଦ ରହିଛି। ବିଷୟବସ୍ତୁ ହେଉଛି ଚନ୍ଦନପୁରର ବୁନିଆଦି ଜମିଦାର ବୈଷ୍ଣବଚରଣ ପଟ୍ଟନାୟକ ଦଶଗ୍ରାମୀ ଶ୍ରୀ କରଣ ସମାଜର ମୌଡ଼ମଣି। ଆଉ ସୋମପୁରର ଜମିଦାର ଶଙ୍କର୍ଷଣ ମହାନ୍ତି ଜଣେ ଜାହାବାଜ ବୁନିଆଦି। ସାଆନ୍ତାଣୀ ଶ୍ରୀ ହରିପ୍ରିୟା ଭଣଜା ନଟବର। ଶଙ୍କର୍ଷଣଙ୍କ ଝିଅ ହେଉଛନ୍ତି ଇନ୍ଦୁମତୀ, ଗୋପୀଚନ୍ଦ୍ର, ସଦାନନ୍ଦ, ରାଜୀବ ଲୋଚନ, ମରୁଆ ଅନ୍ୟ ଚରିତ୍ର। ପ୍ରାୟଶ୍ଚିତରେ ଆମର 45 ପରିଚ୍ଛେଦ ଅଛି। 1ରେ ସୂଚନା,
2ରେ ଇଂରାଜୀ ପଢ଼ା ଆରମ୍ଭ, 3ରେ ଗୋବିନ୍ଦ ଚନ୍ଦ୍ର ଓ ସଦାନନ୍ଦ, 4ରେ 10 ବର୍ଷର କଥା, 5ରେ ରାଜୀବ ଲୋଚନ, 6ରେ ଇନ୍ଦୁମତୀ, 7ରେ ଆଲୋଚନା ସଭା, 8ରେ କୁଆର ବାବୁଙ୍କ ଚିତ୍ତଚାଞ୍ଚଲ୍ୟ, 9ରେ ସଇତାର ଆତଙ୍କ, 10ରେ ଗ୍ରୀଷ୍ମ ଅବକାଶ ଏଇଟା ପଡ଼େ, 12ରେ ବିବାହ ପ୍ରସ୍ତାବ, 13ରେ ବିବାହ ଅସ୍ୱୀକାର, 14ରେ କଟକ ଯାତ୍ରା, 15ରେ ଅନୁଷ୍ଠାନ, 16ରେ ଭୋଜି ଭାତ, 17ରେ ମନ୍ତ୍ରଣା, 18ରେ ରାଜୀବ ଲୋଚନ, 19ରେ ଶୁଭ ସମାଚାର, 20ରେ ଯାତ୍ରାର ଅନୁଷ୍ଠାନ, 21ରେ ମଙ୍ଗଳକୃତ୍ୟ, 22ରେ ଦୁର୍ଲଭ ଶୁଭାଳୟ ଇତ୍ୟାଦି। ତ ଆମର 4ଟି ଉପନ୍ୟାସ ସରିଲା ଫକୀରମୋହନଙ୍କର। ଏବେ ଦେଖିବା ଆମେ ନେକ୍ସଟ ଔପନ୍ୟାସିକ ଆସୁଛନ୍ତି ଗୋପାଳ ବଲ୍ଲଭ ଦାସ। ଗୋପାଳ ବଲ୍ଲଭ ଦାସଙ୍କର ଗୋଟିଏ ମାତ୍ର ଉପନ୍ୟାସ ଭୀମା ଭୂୟାଁ। ଭୀମା ଭୂୟାଁର ଚରିତ୍ର ହେଉଛନ୍ତି ସାଧୁ ସର୍ଦ୍ଦାର, ତାଙ୍କର 2 ଜଣ ପୁତ୍ର ଭୀମା ଆଉ ବାଳାସୁର, ଆଉ ତିଳ ସର୍ଦ୍ଦାର, ତାଙ୍କର ଜଣେ କନ୍ୟା ଚିନାମାଳି, ଆଉ ରାଜା ଜଗଦେବ, ତ୍ରିଲୋଚନ ମହାପାତ୍ର, ହରିଚନ୍ଦନ ମର୍ଦ୍ଦରାଜ ଆଉ ତାଙ୍କର କନ୍ୟା। ନେକ୍ସଟ 4ରେ ଆସିବେ ବୈଷ୍ଣବ ଚରଣ ଦାସ। ଔପନ୍ୟାସିକ ବୈଷ୍ଣବ ଚରଣ ଦାସଙ୍କ ଉପନ୍ୟାସ ହେଉଛି ମନେ ମନେ। 1962ରେ ମନେ ମନେ ଉପନ୍ୟାସ ରଚିତ। ମନେ ମନେ ଉପନ୍ୟାସର ଚରିତ୍ର ହେଉଛନ୍ତି ନୀଲୁ, କନକ, ରଙ୍ଗୀ, ନୀତି ବାବୁ, ଗଭରୀ, ମୁଖ୍ୟ ହେଉଛନ୍ତି କନକ। 5ରେ ଆସିବେ ଉପେନ୍ଦ୍ର କିଶୋର ଦାସ। ଉପେନ୍ଦ୍ର କିଶୋର ଦାସଙ୍କ ଉପନ୍ୟାସ ହେଉଛି ମଲା ଜହ୍ନ। ମଲା ଜହ୍ନର ନାୟକ ହେଉଛନ୍ତି ନାଥ ନନା, ତାଙ୍କର ନାମ ହେଉଛି ଲୋକନାଥ ତ୍ରିପାଠୀ, ଏକ୍ଜାମରେ ଆସେ। ଆଉ ଅନାଦି ତ୍ରିପାଠୀ, ତାଙ୍କର ଝିଅ ହେଉଛି ସତୀ, ତାର ନାଁ ହେଉଛି ସତ୍ୟଭାମା। ଖଳନାୟକ ହେଉଛନ୍ତି ଖଳନାୟକ ହେଉଛନ୍ତି ନରହରି ମିଶ୍ର, ତାଙ୍କର ପୁଅ ହେଉଛନ୍ତି ନଟ, ଆଉ ଜଣେ ସୌରଭୀ ଅଛି। ନେକ୍ସଟ ଆସିବେ ଗଦାବରୀଶ ମହାପାତ୍ର। ଗଦାବରୀଶ ମହାପାତ୍ର 6ଟି ଉପନ୍ୟାସ ରଚନା କରିଛନ୍ତି। ଗଦାବରୀଶ ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ହେଉଛି ରାଜଦ୍ରୋହୀ। ଗଦାବରୀଶ ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ ରାଜଦ୍ରୋହୀ। ରାଜଦ୍ରୋହୀ 1925 ମସିହାରେ ରଚନା। ଏହା ତାଙ୍କର ପ୍ରଥମ ଉପନ୍ୟାସ। ରାଜଦ୍ରୋହୀର ବିଷୟବସ୍ତୁ ହେଉଛି ସପ୍ତଦଶ ଶତାବ୍ଦୀରେ ମୋଗଲମାନଙ୍କର ଓଡ଼ିଶା ଆକ୍ରମଣର ଐତିହାସିକ ଚିତ୍ର ଏଥିରେ ଉଲ୍ଲେଖ ଅଛି। ଏହା ଏକ ଐତିହାସିକ ଉପନ୍ୟାସ। ଗଦାବରୀଶ ମହାପାତ୍ରଙ୍କ ରାଜଦ୍ରୋହୀ ଉପନ୍ୟାସର ଚରିତ୍ର ହେଉଛନ୍ତି ରାଜା ବୀରବର ଦୁର୍ଜୟମାନ, ସାଧୁ ଭଗତ ଦାସ, ବଳରାମ ଝିଲ୍ଲୀ ମଲ୍ଲି। ନେକ୍ସଟ ରକ୍ତପାତ। ଗଦାବରୀଶ ମହାପାତ୍ରଙ୍କର ନେକ୍ସଟ ଉପନ୍ୟାସ ରକ୍ତପାତ 1930ରେ ରଚନା। କଟକର ସାରସ୍ୱତ ପ୍ରେସରୁ ପ୍ରକାଶ। ରକ୍ତପାତ। ଇଂରାଜୀ ଔପନ୍ୟାସିକା ମେରୀ ନୋରେଲିଙ୍କ ବିବାହରେ ଏହା ରଚିତ। କଥାବସ୍ତୁ। ରକ୍ତପାତର କଥାବସ୍ତୁ ହେଉଛି ତ୍ରିକୋଣୀୟ ପ୍ରେମକୁ ନେଇ ଏହା ରଚିତ। ରକ୍ତପାତର ଚରିତ୍ର ହେଉଛନ୍ତି ପ୍ରବୀର, ଲୀଳା, ଗନ୍ଧର୍ବ, ସୁଶୀଳା। ନେକ୍ସଟ ପ୍ରେମ ପଥେ। ଗଦାବରୀଶ ମହାପାତ୍ରଙ୍କ ନେକ୍ସଟ ଉପନ୍ୟାସ ପ୍ରେମ ପଥେ। ପ୍ରେମ ପଥେ 1932ରେ ରଚନା। ଓଡ଼ିଆ ସାହିତ୍ୟର ପ୍ରଥମ ପତ୍ରୋପନ୍ୟାସ ପ୍ରେମ ପଥେ। ଏଠାରେ 34ଟି ଚିଠି ଅଛି। ପ୍ରେମ ପଥେର ଚରିତ୍ର ହେଉଛନ୍ତି ହରିଚରଣ, କନକ, ଚଞ୍ଚଳା, ରମେଶ। ନେକ୍ସଟ ବୀର ଯୁବକ।
ଗଦାବରୀଶ ମହାପାତ୍ରଙ୍କର ବୀର ଯୁବକ 1932ରେ ରଚନା। ନେକ୍ସଟ ଗଦାବରୀଶ ମହାପାତ୍ରଙ୍କ ଉପନ୍ୟାସ ବନ୍ଦୀର ମାୟା। ବନ୍ଦୀର ମାୟା 1935ରେ ରଚନା। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାର ଐତିହାସିକ ଘଟଣାବଳୀ ଉପରେ ରଚିତ ହୋଇଛି ବନ୍ଦୀର ମାୟା। ବନ୍ଦୀର ମାୟାର ଚରିତ୍ର ହେଉଛନ୍ତି ସୁଦନ, ତୃଷଲ, ଅଭିମନ୍ୟୁ, ପ୍ରଫୁଲ୍ଲ, ଦେବନାଥ। ନେକ୍ସଟ ବିଦ୍ରୋହ। ଗଦାବରୀଶ ମହାପାତ୍ରଙ୍କର 6 ନମ୍ବର ଉପନ୍ୟାସ ବିଦ୍ରୋହ ଶେଷ ଉପନ୍ୟାସ। ବିଦ୍ରୋହ 1938ରେ ରଚନା। ଏହି ଉପନ୍ୟାସରେ ତତ୍କାଳୀନ ରକ୍ଷଣଶୀଳ ସମାଜର ପ୍ରଥା ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଛନ୍ତି। ବିଦ୍ରୋହ ଉପନ୍ୟାସର ଚରିତ୍ର ହେଉଛନ୍ତି ବଜ୍ର, ଗୌରୀ, ରମା। ନେକ୍ସଟ ଔପନ୍ୟାସିକ ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଉପନ୍ୟାସ କଣା ମାମୁଁ। କଣା ମାମୁଁର ଚରିତ୍ର ହେଉଛନ୍ତି କଣା ମାମୁଁ, ଅଭିରାମ, ହଗୁରି ଜେନା। କଣା ମାମୁଁର ଚରିତ୍ର ହେଉଛନ୍ତି କଣା ମାମୁଁ, ଅଭିରାମ, ହଗୁରି ଜେନା। ନେକ୍ସଟ କୁନ୍ତଳା କୁମାରୀ ସାବତ ଔପନ୍ୟାସିକା। କୁନ୍ତଳା କୁମାରୀ ସାବତ ତାଙ୍କର 6ଟି ଉପନ୍ୟାସ ରଚନା କରିଛନ୍ତି। 7ଟି। କୁନ୍ତଳା କୁମାରୀ ସାବତ 7ଟି ଉପନ୍ୟାସ ରଚନା କରିଛନ୍ତି। 1ରେ ଆସିବ ଭ୍ରାନ୍ତି। କୁନ୍ତଳା କୁମାରୀ ସାବତଙ୍କ ପ୍ରଥମ ଉପନ୍ୟାସ ଭ୍ରାନ୍ତି 1922ରେ ରଚିତ, ମୁକୁର ପ୍ରେସରୁ ପ୍ରକାଶିତ। ତ୍ରିକୋଣୀୟ ପ୍ରେମ ଓ ନ୍ୟସ୍ତ ସ୍ୱାର୍ଥର ଚକ୍ରାନ୍ତ କିଭଳି ଭାବରେ ଚିତ୍ରିତ ହୋଇଛି ତାହା ଦର୍ଶାଯାଇଛି ତ୍ରିକୋଣୀୟ ପ୍ରେମ ଭ୍ରାନ୍ତିରେ ହେଲା। ଭ୍ରାନ୍ତିର ଚରିତ୍ର ହେଉଛନ୍ତି ଶେଫାଳୀ, ଅନଙ୍ଗମୋହନ, ମାଳତୀ। ଭ୍ରାନ୍ତିର ଚରିତ୍ର ହେଉଛନ୍ତି ଶେଫାଳୀ, ଅନଙ୍ଗମୋହନ ଆଉ ମାଳତୀ। ନେକ୍ସଟ ପରଶମଣି। କୁନ୍ତଳା କୁମାରୀ ସାବତଙ୍କ ନେକ୍ସଟ ଉପନ୍ୟାସ ପରଶମଣି 1933ରେ ମୁକୁର ପ୍ରେସରେ ପ୍ରକାଶିତ। ପରଶମଣିର ଚରିତ୍ର ହେଉଛନ୍ତି ଲଳିତା, ବିମ୍ବାଧର, ବୃନ୍ଦାବନ, ଉମା, ମାଳତୀ, ଶୈବନ୍ଦିନୀ। ନେକ୍ସଟ ନଅତୁଣ୍ଡି। କୁନ୍ତଳା କୁମାରୀ ସାବତଙ୍କ ନେକ୍ସଟ ଉପନ୍ୟାସ ନଅତୁଣ୍ଡି 1926ରେ ରଚିତ। ଶ୍ରେଣୀହୀନ ନିମ୍ନ ସମାଜ ଓ ଧନିକ ସମାଜ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ଚେଷ୍ଟିତ ନଅତୁଣ୍ଡିରେ। ନଅତୁଣ୍ଡିର ଚରିତ୍ର ହେଉଛନ୍ତି ରତନୀ, ଗେହ୍ଲି, ଜମିଦାର, କୃଷ୍ଣଚନ୍ଦ୍ର, ଉମା। ନେକ୍ସଟ କାଳୀବୋହୂ। କୁନ୍ତଳା କୁମାରୀ ସାବତଙ୍କ 4ର୍ଥ ଉପନ୍ୟାସ କାଳୀବୋହୂ 1925ରେ ରଚନା। କାଳୀବୋହୂ ସମାଜର କଳଙ୍କମୟ ଅନ୍ଧବିଶ୍ୱାସ ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି କାଳୀବୋହୂରେ। ଚରିତ୍ର ହେଉଛନ୍ତି ମୁଖ୍ୟ ଚରିତ୍ର ଲକ୍ଷ୍ମୀ, ଚନ୍ଦ୍ରୋଦୟୀ, ସଦାନନ୍ଦ, ଅଚ୍ୟୁତ ମିଶ୍ର, ପୀତାମ୍ବର, ରେବତୀ, ଇନ୍ଦୁ। ନେକ୍ସଟ ରଘୁ ଅରକ୍ଷିତ। କୁନ୍ତଳା କୁମାରୀ ସାବତଙ୍କ 5ମ ଉପନ୍ୟାସ ରଘୁ ଅରକ୍ଷିତ। ରଘୁ ଅରକ୍ଷିତରେ ଭୌଗୋଳିକ ପଟ ବିସ୍ତାରିତ ଚିତ୍ର ଅଙ୍କନ। ରଘୁ ଅରକ୍ଷିତର ଚରିତ୍ର ହେଉଛନ୍ତି ରଘୁ, ଜଗନ୍ନାଥ, କବିରାଜ, ସରସ୍ୱତୀ, ମାୟା, ସୀତା, ଚନ୍ଦ୍ରଶେଖର, ଚନ୍ଦ୍ରୀ, ବୃନ୍ଦାବନ ଚୌଧୁରୀ, ଦିବାକର ମିଶ୍ର, ଶଙ୍କରୀ। ନେକ୍ସଟ ଚିତ୍ରପଟ। କୁନ୍ତଳା କୁମାରୀଙ୍କ 6ଠ ଉପନ୍ୟାସ ଚିତ୍ରପଟ। ଚିତ୍ରପଟ 9ଟି ପରିଚ୍ଛେଦ। ଖ୍ରୀଷ୍ଟ ଧର୍ମ ପ୍ରଭାବ ସମାଜରେ କିଭଳି ଭାବେ ପ୍ରଭାବ ବିସ୍ତାର କରିଛି ଏଠାରେ ବର୍ଣ୍ଣିତ। ଚିତ୍ରପଟର ଚରିତ୍ର ହେଉଛନ୍ତି ଜଗନ୍ନାଥ, ତାଙ୍କ ଡାକ ନାମ ନାଥିଆ, ଶଶୀ, ଦିନପାଟରା, ଗେହ୍ଲି,
ବୀରବାବୁ, ଗୋପାଳ, ଲଳିତା, ବିନନ୍ଦ। ନେକ୍ସଟ ମା ଓ ପୁଅ। କୁନ୍ତଳା କୁମାରୀ ସାବତଙ୍କ ନେକ୍ସଟ ଉପନ୍ୟାସ ମା ଓ ପୁଅ। ତାର ଚରିତ୍ର ହେଉଛନ୍ତି ହେମବତୀ, ବିଜୟ। ନେକ୍ସଟ କାଳିନ୍ଦୀ ଚରଣ ପାଣିଗ୍ରାହୀ। ନେକ୍ସଟ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀ। ତାଙ୍କର 5ଟି ଉପନ୍ୟାସ। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର 5ଟି ଉପନ୍ୟାସ ରହିଛି। ପ୍ରଥମ ଉପନ୍ୟାସ ମାଟିର ମଣିଷ। 1931ରେ ରଚନା ମାଟିର ମଣିଷ। ମାଟିର ମଣିଷ ସହକାର ପତ୍ରିକାରେ ପ୍ରକାଶିତ। ଚରିତ୍ର ହେଉଛନ୍ତି ଶ୍ୟାମ ପ୍ରଧାନ, ତାଙ୍କ ପୁଅ ବରଜୁ ଆଉ ଝକଡ଼ି, ହାରାବୋଉ ଆଉ ନେତ୍ରମଣି ତାଙ୍କ ସ୍ତ୍ରୀ, ଖଳନାୟକ ହରି ମିଶ୍ର। ନେକ୍ସଟ ମୁକ୍ତାଗଡ଼ର କ୍ଷୁଧା। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ନେକ୍ସଟ ଉପନ୍ୟାସ ମୁକ୍ତାଗଡ଼ର କ୍ଷୁଧା। 26ଟି ପରିଚ୍ଛେଦ ବିଶିଷ୍ଟ ମୁକ୍ତାଗଡ଼ର କ୍ଷୁଧା। ଚରିତ୍ର ହେଉଛନ୍ତି ଚନ୍ଦ୍ରକାନ୍ତ ପଟ୍ଟଦେବ, ସୁନନ୍ଦା, ଲଣ୍ଡାବାବୁ, ଶୁଭକାନ୍ତ, ସନାତନ। ନେକ୍ସଟ ଲୁହାର ମଣିଷ। ଲୁହାର ମଣିଷର ଚରିତ୍ର ବରଜୁ ଆଉ ଝକଡ଼ି। ନେକ୍ସଟ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ଆଜିର ମଣିଷ। 1957ରେ ରଚନା ଆଜିର ମଣିଷ। ଗୌରୀ ନାମରେ ଆକାଶବାଣୀରୁ ପ୍ରକାଶିତ। ଏହା ସ୍ୱାଧୀନତା ପରବର୍ତ୍ତୀ ସମାଜକୁ ଜୀବନ ଉପରେ ପର୍ଯ୍ୟବେସିତ। ଆଜିର ମଣିଷର ଚରିତ୍ର ହେଉଛନ୍ତି ଗୌରୀ, ସୌରଭ, ସାବିତ୍ରୀ, ଉଷା, ବେଶ୍ୟା, ସତୀ, ଦିବାକର। ନେକ୍ସଟ କାହ୍ନୁଚରଣ ମହାନ୍ତି। ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର 56ଟି ଉପନ୍ୟାସ ସେ ଲେଖିଛନ୍ତି। ପ୍ରଥମେ ଦେଖିବା ପଳାତକ। କାହ୍ନୁଚରଣ ମହାନ୍ତିଙ୍କ ପ୍ରଥମ ଉପନ୍ୟାସ ପଳାତକ 1930ରେ। ଏହା ସାମାଜିକ ଉପନ୍ୟାସ। ପଳାତକ ମଣିଷର ଦୋଷ ଦୁର୍ବଳତାର ସଂସ୍କାର କରି ସମାଜକୁ ଗଢ଼ିବାର ଉଦ୍ୟମ। ପଳାତକ ଉପନ୍ୟାସର ଚରିତ୍ର ହେଉଛନ୍ତି ବିପ୍ରଚରଣ, ସାଧୁଚରଣ, ଶୈଳବାଳା, କୁଳଲତା, ମତିଦେଇ, ଫକୀର, ଜମିଦାର, ଦେବେନ୍ଦ୍ର, ଜଗନ୍ନାଥ, ଅଭୟଚରଣ, ରସାନନ୍ଦ। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ବାଲିରାଜା। ବାଲିରାଜା ଉପନ୍ୟାସ 1970ରେ ରଚିତ। ଏହା ଐତିହାସିକ ଉପନ୍ୟାସ। ବାଲିରାଜା ଐତିହାସିକ ଉପନ୍ୟାସ। କଲେଜ ଦାଣ୍ଡର ଡୋମାଙ୍କ କାଉଣ୍ଟଲେଟମେଣ୍ଟ ଖ୍ରୀଷ୍ଟ ପ୍ରଭାବରେ ରଚିତ। ବାଲିରାଜା ଆମର ଆଲେକଜାଣ୍ଡାର ଡୋମାଙ୍କ କାଉଣ୍ଟଲେଟମେଣ୍ଟ ଖ୍ରୀଷ୍ଟ ପ୍ରଭାବରେ ରଚିତ। ବାଲିରାଜା ହେଉଛି ଜାଭା, ବାଲି, ସୁମାତ୍ରା ପ୍ରଭୃତିରେ ଅତୀତର ଉତ୍କଳର ଗୌରବମୟ ନୌବାଣିଜ୍ୟ, ହିନ୍ଦୁ ସଂସ୍କୃତି ଓ ଧର୍ମ ଦର୍ଶନର ପ୍ରାଧାନ୍ୟ, ପରମ୍ପରା, ବୌଦ୍ଧ ଧର୍ମର ପ୍ରସାର ତଥା ଉତ୍କଳୀୟ ବଣିକମାନଙ୍କର କଳା ନୈପୁଣ୍ୟର ଏକ ଉଜ୍ଜ୍ୱଳ ସ୍ମାରକୀ ଏଥିରେ ନିହିତ। ବାଲିରାଜାର ଚରିତ୍ର ହେଉଛନ୍ତି ଭଜନା, ରୂପେଇ, ମଣିଆ, ସୁଶୀଳ, ଚଞ୍ଚଳା, ଦସ୍ୟୁ, ନାରାୟଣ, ସାଧବ,
ଲଳିତେନ୍ଦ୍ର କେଶରୀ। ନେକ୍ସଟ ନିଷ୍ପତ୍ତି ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କର ତୃତୀୟ ଉପନ୍ୟାସ ନିଷ୍ପତ୍ତି। 1932ରେ ରଚନା ନିଷ୍ପତ୍ତି। ଏହା ଆନନ୍ଦ ଲହରୀ ଉପନ୍ୟାସ ମାଳା ପକ୍ଷରୁ ମୁକ୍ତିଲାଭ କରିଛି। ନିଷ୍ପତ୍ତି ଆନନ୍ଦ ଲହରୀ ଉପନ୍ୟାସ ମାଳା ପକ୍ଷରୁ। ନିଷ୍ପତ୍ତି ବାଲ୍ୟ ବିବାହ ବିରୁଦ୍ଧରେ ଓ ବିଧବା ବିବାହର ସପକ୍ଷରେ ଏକ ଐତିହାସିକ ତଥା ସାମାଜିକ ବିପ୍ଳବୀ ସୃଷ୍ଟିଭଙ୍ଗର ପ୍ରତୀକ। ନିଷ୍ପତ୍ତିର ଚରିତ୍ର ହେଉଛନ୍ତି ହାରାମଣି, ବଜ୍ର, କିଶୋରୀ, ଶ୍ରୀନାଥ, ସୁରେନ୍ଦ୍ର, ରାଧା ଗୋବିନ୍ଦ। ନେକ୍ସଟ ସ୍ୱପ୍ନ ନା ସତ୍ୟ କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ସ୍ୱପ୍ନ ନା ସତ୍ୟ। 1933ରେ ରଚନା ସ୍ୱପ୍ନ ନା ସତ୍ୟ। ଏହା ମଧ୍ୟ ଆନନ୍ଦ ଲହରୀ ଉପନ୍ୟାସର ଆଲେକଜାଣ୍ଡାର ଡୁମାଙ୍କ ଟକିଂ ଅଫ୍ ଦ ପେଷ୍ଟଲି ପ୍ରଭାବରେ ରଚିତ। ସ୍ୱପ୍ନ ନା ସତ୍ୟ ଉପନ୍ୟାସର ଚରିତ୍ର ହେଉଛନ୍ତି ତପଞ୍ଚ ସିଂହ, ଫିସାଦା, ବିଶ୍ୱାଳ, ହଳଧର, ଗୋଲାପ, ଅଲିବର୍ଦ୍ଧି ଖାଁ, ବାବାଜୀ, ଆତ୍ମାରାମ, ଅକାରଣ ସିଂ, ଅଜୟ, କରୁଣା ଦେବୀ। ନେକ୍ସଟ ଦୁନିଆର ଦାଉ 1934ରେ ରଚିତ। କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ରଚନା ଦୁନିଆର ଦାଉ 1934। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ହା ଅନ୍ନ। ଷଷ୍ଠ ଉପନ୍ୟାସ ହା ଅନ୍ନ 1935ରେ ରଚନା। ଦୁର୍ଭିକ୍ଷ କମିଶନ ରିପୋର୍ଟର ପ୍ରଭାବ ପଡ଼ିଛି। ନଅଙ୍କ ଦୁର୍ଭିକ୍ଷର ପ୍ରଭାବ। ଟନ୍ ବିସ୍ଙ୍କ ହିଷ୍ଟ୍ରି ଅଫ୍ ଓଡ଼ିଶାର ପ୍ରଭାବ ପଡ଼ିଛି। 1866ରେ ନଅଙ୍କ ଦୁର୍ଭିକ୍ଷର ପଟ୍ଟଭୂମିରେ ରଚିତ ଏହା। ହା ଅନ୍ନ ଉପନ୍ୟାସର ଚରିତ୍ର ହେଉଛନ୍ତି ଯୋଗୁ, ରମା, ଦୀନବନ୍ଧୁ ପ୍ରଧାନ, ରେଣୁ ଦତ୍ତ, ବୟାଗଉର। ଚରିତ୍ର ଆଉ ରହିଛନ୍ତି ମୋତିମା, ମହନ୍ତ, ସଦାନନ୍ଦ। ନେକ୍ସଟ ଓଲଟ ପାଲଟ 1937ରେ ରଚିତ। ନେକ୍ସଟ ପରକ୍ରିୟା କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ପରକ୍ରିୟା 1938ରେ ପରକ୍ରିୟା ରଚିତ। ପରକ୍ରିୟା ପ୍ରୀତିର ଭୟାବହ ପରିଣତିର ଏକ ସୁସ୍ଥ ସମାଧାନ ରହିଛି। ପରକ୍ରିୟା ତାର ଚରିତ୍ର ହେଉଛନ୍ତି ଷୋଡ଼ଶୀ, ଶଶୀ, ବୃନ୍ଦାବନ, ମଧୁ, ଦୁଃଖୀ, ଘନ। ନେକ୍ସଟ ଉଦଣ୍ଡି କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଉଦଣ୍ଡି 1939ରେ ରଚିତ। ତାର ଚରିତ୍ର ମିନତୀ, ରାଜୁ, ବଜ୍ର, ସୁନୀତି, ହେମ, ଶାନ୍ତି, ରୋହିଣୀ। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଅଦେଖା ହାତ 1934ରେ ରଚିତ। ତାର ଚରିତ୍ର ଗୀତା, ଦାମ, ପ୍ରବୋଧ ବାବୁ, ଅମୁ, ଜଟିଆ, ମାଧବ ବାବୁ। ନେକ୍ସଟ ପ୍ରତୀକ୍ଷା ଉପନ୍ୟାସ 1943ରେ ରଚିତ। ଏହି ଉପନ୍ୟାସଟି ଡୁମାଙ୍କର ମାଷ୍ଟର ଅଫ୍ ମ୍ୟାନ୍ ଦ୍ୱାରା ପ୍ରଭାବିତ। ପ୍ରତୀକ୍ଷା ଉପନ୍ୟାସର ଚରିତ୍ର କଳିଙ୍ଗ ସମ୍ରାଟ ବିଜୟ ମଲ୍ଲ, ଜୟନ୍ତୀ, ଅର୍ଜୁନ, ପାଗଳା ବାବା। ନେକ୍ସଟ ଭଲ ପାଇବାର ଶେଷ କଥା 1944ରେ ରଚିତ। ଭଲ ପାଇବାର ଶେଷ କଥା ତାର ଚରିତ୍ର ହେଉଛନ୍ତି ଫୁଲ, ଗୁଣ, ଶାନ୍ତ, ବୀଣା ଦେବୀ। ନେକ୍ସଟ ତୁଣ୍ଡବାଇଦ
କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ତୁଣ୍ଡବାଇଦ 1944ରେ ରଚିତ। ତୁଣ୍ଡବାଇଦର ଚରିତ୍ର ହେଉଛନ୍ତି ତୁଳସୀ, ସୁର, ଛବି, ଭୀମ ଭାଇ, ମନୁଆ। ନେକ୍ସଟ ଏପାରି ସେପାରି। ଏପାରି ସେପାରି ଉପନ୍ୟାସ 1944ରେ ରଚିତ। ଏହା ସମାଜର ଦୈନନ୍ଦିନ ଜୀବନର ଏକ ବାସ୍ତବ ଚିତ୍ର। ଏପାରି ସେପାରିର ଚରିତ୍ର ହେଉଛନ୍ତି ପେଚି, ନାୟିକା, ସଦେଇ ସାହୁ, ଚେମି, ଚୟାଁ, ମଣିଆ, ଚମ୍ପା। ନେକ୍ସଟ ଶାସ୍ତି। କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଶାସ୍ତି 1946ରେ ରଚିତ। ଏହା ଅତ୍ୟାଚାରିତ ନିଷ୍ପେଷିତ ସମାଜ ବିରୁଦ୍ଧରେ ବିଦ୍ରୋହ କରି ଏକ ଆଦର୍ଶ ସମୟହୀନ ଓ ଶ୍ରେଣୀହୀନ ସମାଜ ଗଠନ କରିବାର ଇଙ୍ଗିତ ଏଠାରେ ଅଛି। ଶାସ୍ତି ଉପନ୍ୟାସର ନାୟକ ହେଉଛନ୍ତି ସୋନିଆ। ସୋନିଆର ଉକ୍ତି ରହିଛି ଯେ ସେ କହିଛନ୍ତି, ମୁଁ ମାନେ ନାହିଁ ଧର୍ମ, ସମାଜ, ଜାତି, କିନ୍ତୁ ମୁଁ ମାନେ ଜୀବନ, ନାରୀ ପୁରୁଷ ମିଳନ, ସମ୍ପର୍କ ଆଉ ମିଳନ ଜୀବନର ସ୍ୱାର୍ଥ। ଚରିତ୍ର ରହିଛନ୍ତି ଶାସ୍ତି ଉପନ୍ୟାସରେ। ଚରିତ୍ର ରହିଛନ୍ତି ସୋନିଆ, ସନେଇ ପରିଡ଼ା, ଘୁନି, ପୁନି, ମଧୁଆ ରୋଇ, ଚିନ୍ତେଇ ସ୍ୱାଇଁ, ଧୋବି, ନିତେଇ ନାୟ, ରାମ ପ୍ରହରାଜ। ନେକ୍ସଟ ବନ ଗହନର ତଳେ। କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ବନ ଗହନର ତଳେ 1946। ଚରିତ୍ର ହେଉଛନ୍ତି ଜାନି, ନାୟିକ ଲତା, ଭେଡ଼ିକା ଜାନି, ବାୟା। ନେକ୍ସଟ ଅନ୍ତରାୟ। ଅନ୍ତରାୟ ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କ 1947। ଏହି ଉପନ୍ୟାସର ପ୍ରକୃତ ଅନ୍ତରାୟ ଚରାଚାହାଣୀ ହେଉଛି ମଣିଷ ମନର ସ୍ୱର୍ଗ ଆଉ ମର୍ତ୍ତ୍ୟ ଚିରନ୍ତନ ସଂଘର୍ଷ। ଅନ୍ତରାୟ ଉପନ୍ୟାସର ଚରିତ୍ର ହେଉଛନ୍ତି ରାମ, ଦାମ, ମିଷ୍ଟର ଜାନା, ମାଇଟି, ରତି। ଅନ୍ତରାୟ ପରେ ଆଉ ଗୋଟେ ଚରାଚାହାଣୀ। ନେକ୍ସଟ ଉପନ୍ୟାସ ଅଭିନେତ୍ରୀ। କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଅଭିନେତ୍ରୀ। ଅଭିନେତ୍ରୀ ଉପନ୍ୟାସ 1947ରେ ରଚିତ। ଅଭିନେତ୍ରୀ ଉପନ୍ୟାସର ଚରିତ୍ର ପ୍ରୀତି ଦେବୀ, ରାଜୀବ ଲୋଚନ, ବିଧୁଭୂଷଣ, ଛାୟା, ମାୟା, ଗଗନ ବାବୁ। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଭୁଲି ହୁଏନା। ଭୁଲି ହୁଏନା ଉପନ୍ୟାସ 1948ରେ ଭୁଲି ହୁଏନା। ଚରିତ୍ର ହେଉଛନ୍ତି ଜୀବନ, ରତନୀ, ବୁଧିଆ, ସୁକୃତି, ଅଳକା, ଅରକ୍ଷିତ, ଯୋଗିଆ। ନେକ୍ସଟ ଝଞ୍ଜା। କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଝଞ୍ଜା 1950ରେ ରଚିତ। ଚରିତ୍ର ହେଉଛନ୍ତି ତୁଷାରକାନ୍ତି, ଦୁଷ୍ମନ୍ତ, ସୁକାନ୍ତି, କ୍ଷଣପ୍ରଭା, ହେମାଙ୍ଗିନୀ। ନେକ୍ସଟ ମିଳନର ଛନ୍ଦ। କାହ୍ନୁଚରଣ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ମିଳନର ଛନ୍ଦ 1951ରେ ରଚିତ। ମିଳନର ଛନ୍ଦର ଚରିତ୍ର ହେଉଛନ୍ତି ରଶ୍ମି, ଦାମିନୀ, ରୋହିଣୀ, ସ୍ନିଗ୍ଧା, ବୀରେନ୍ଦ୍ର। ନେକ୍ସଟ ଶର୍ବରୀ। ଶର୍ବରୀ ଉପନ୍ୟାସ 1952ରେ ରଚିତ। ଏହା ମଣିଷ ସଭ୍ୟତାର ସର୍ବରିତ ଇତିହାସ। ଏହା ଉପନ୍ୟାସ ସାହିତ୍ୟର ଚିନ୍ତା ରାଜ୍ୟର ଏକ ବିପ୍ଳବ।
ଏକ ସଫଳ ଅଗ୍ନି ପରୀକ୍ଷା। ଏହା ମଣିଷ ସଭ୍ୟତାର ସର୍ବରୀର ଏକ ବାସ୍ତବ ଅଥଚ କାଳ୍ପନିକ ଚିତ୍ର। ନେକ୍ସଟ ତଥାସ୍ତୁ। 1963 ରଚିତ ତଥାସ୍ତୁ ପୁରାଣ, ଉପନିଷଦ ଓ ନଚିକେତା ଉପାଖ୍ୟାନ ପ୍ରଭୃତି ଧର୍ମ ପୁସ୍ତକରୁ ଆହରଣ କରିଥିବା ନୈତିକ ଓ ଆଧ୍ୟାତ୍ମିକ ଚେତନାର ପ୍ରତିଫଳନ ହେଉଛି ଏହି ଉପନ୍ୟାସ ତଥାସ୍ତୁ। ତଥାସ୍ତୁ ଉପନ୍ୟାସର ଚରିତ୍ର ହେଉଛି ନବୀନ, ହରିପୁର ରାଜା, ଆଶା, ସାବିତ୍ରୀ ଦେବୀ, ସାଧୁଆ ମା, ସାବିତ୍ରୀଙ୍କ ଶାଶୁ, ରୁକ୍ମିଣୀ, ସୁନ୍ଦର ବହିଦାର, ରଘୁନାଥ, ଯୁବରାଜ, ବିଶିଆ, ରାଧୁଆ। ନେକ୍ସଟ ବଗବଗୁଲି। କାହ୍ନୁଚରଣ ମହାନ୍ତିଙ୍କ ବଗବଗୁଲି ଉପନ୍ୟାସ 1964 ରଚିତ। ସୁଖୀ ଦାମ୍ପତ୍ୟ ଜୀବନର ବିଷୟରେ ସ୍ୱାମୀ ସ୍ତ୍ରୀ କଥାବାର୍ତ୍ତା ହେଉଛନ୍ତି ବଗବଗୁଲିରେ। ବଗବଗୁଲିର ଚରିତ୍ର ହେଉଛି ଅତସୀ ହେଉଛି ସ୍ତ୍ରୀ, ଅସିତ ହେଉଛି ସ୍ୱାମୀ, ଭାଇ ଅଜିତ। ନେକ୍ସଟ ଇତିହ। କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଇତିହ 1942ରେ। ପାଲୁର ଉପର ଦେଇ ବହି ଯାଇଥିବା ମହାପ୍ରଳୟର ଧ୍ୱଂସାବଶେଷ, ପ୍ରକୃତିର ତାଣ୍ଡବ ଲୀଳା ଓ ପ୍ରଳୟ ବିଭୀଷିକାର କରୁଣ ବର୍ଣ୍ଣନା ଏଥିରେ ବର୍ଣ୍ଣିତ। ଇତିହାସ ଉପନ୍ୟାସର ଚରିତ୍ର ହେଉଛନ୍ତି ରଘୁ ମହାପାତ୍ର, ଅଲିଅଳି, ଶିବ ପଲେଇ, ବାମନ, ଅନୁରାଧା, ଆନନ୍ଦ, ଅଲେଖ, ଅଲା, ମୁକୁଳି, ଗୋକୁଳି ପାଇ, ମଦନପତି। ନେକ୍ସଟ ତମସା ତୀରେ। ତମସା ତୀରେ ଉପନ୍ୟାସ 1967ରେ ରଚିତ। ତମସା ତୀରେ ଧର୍ମାନ୍ଧ ମୁସଲମାନ ମାନଙ୍କର ନଗ୍ନ ବର୍ବରତାର ଲୋମହର୍ଷଣ କରୁଣ ଚିତ୍ର ଓ ଦାସୋଦିତ ଶରଣାର୍ଥୀମାନଙ୍କର ଥଇଥାନ ପରି ଏକ ସର୍ବଭାରତୀୟ ସମସ୍ୟା ସମାଧାନର ପନ୍ଥା ମଧ୍ୟରେ ଉଦ୍ବାସ୍ତୁ ଜୀବନର ବାସ୍ତବ ପାରିବାରିକ କାହାଣୀକୁ ନେଇ ଏପିକ୍ ଉପନ୍ୟାସ ଏ ହେଉଛି ତମସା ତୀର। ତମସା ତୀରର ଚରିତ୍ର ହେଉଛନ୍ତି ଅନିମା, ଅମିୟ, ଅମିତାଭ, କମଳା ଦେବୀ, ବିପିନ, ସୁଦକ୍ଷ, ନାରାୟଣ ମିସ୍ତ୍ରୀ। ନେକ୍ସଟ ଛୁଟିଲେ ଘଟ। ଛୁଟିଲେ ଘଟ 1968ରେ ରଚନା। ଚରିତ୍ର ହେଉଛନ୍ତି ମଙ୍ଗୁଳି, ବିକଳା, ଶିଉଳି, ହଞ୍ଜୁଆ, ରତନ ସାହୁ, ଗେହ୍ଲେଇ, ଆକୁଳି, ରବି ବାବୁ, ପରିୟ, ଶିବ, ବାବାଜୀ। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ସ୍ୱପ୍ନା 1968ରେ ରଚିତ। ସ୍ୱପ୍ନା ଚରିତ୍ର ହେଉଛନ୍ତି ଶେଷ ଆନନ୍ଦ, ସ୍ୱପ୍ନା, ଗୋକୁଳାନନ୍ଦ, ଜୀବନାନନ୍ଦ, ମନୋରମୀ। ନେକ୍ସଟ ମନ ଜାଣେ ପାପ। ମନ ଜାଣେ ପାପ 1969ରେ ତିନି ଗୋଟି ନାରୀର ଅତୀତ ଓ ବର୍ତ୍ତମାନର ଅମା ଭବିଷ୍ୟତର କାହାଣୀ ଉପରେ ଗଢ଼ି ଉଠିଛି ମନ ଜାଣେ ପାପ। ମନ ଜାଣେ ପାପର ଚରିତ୍ର ହେଉଛନ୍ତି ରଙ୍ଗବତୀ, ବିଜୁଳି,
ବୈରାଗୀ ବାବୁ, ଗଣେଶ ରଙ୍ଗୀ, ଦିବ୍ୟଲୋଚନ, ବୁରୁନ୍ଦା, ସାରଙ୍ଗ, ସୁଚିତ୍ରୀ, ଝଲକ, ରଞ୍ଜନ, ନରୋତ୍ତମ, ରାଜନ, ଘୋଷ, ରଞ୍ଜିତ। ନେକ୍ସଟ କାହ୍ନୁଚରଣ ମହାନ୍ତିଙ୍କ ଆଉ ଉପନ୍ୟାସ ରହିଛି ମନମନ୍ଥନ, ଅତି ଗୋପନୀୟ, ଅଙ୍ଗନା, ମମତାର ମାୟା, କହିବାକୁ ଲାଜ, ନିର୍ବଶଙ୍କ, ଆଜି ନୁହେଁ ଆଉ ଦିନେ, ମାୟାବାର୍ତ୍ତ, କ୍ଷଣିକା, ଅପା, ନାଆଟି ତାର ଚମ୍ପା, ତାରକା, ତାମସୀ। ନେକ୍ସଟ ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କ ନିର୍ବିଶଙ୍କ। ତାର ଚରିତ୍ର ହେଉଛନ୍ତି ଧନେଶ ବାବୁ, ସୁରମା ଦେବୀ, ଦିନେଶ, ପରେଶ, ବରଦା, ପ୍ରମୋଦା, ପ୍ରବୀର, ଉଷା। ନେକ୍ସଟ ଆଜି ନୁହେଁ ଆଉ ଦିନେ ଉପନ୍ୟାସର ଚରିତ୍ର ମଇନା, ଦିନକର, ବିକାଶ, ଚକ୍ରଧର ବାବୁ। ନେକ୍ସଟ କ୍ଷଣ କ୍ଷଣ କେ ଆନ ଉପନ୍ୟାସ ଚରିତ୍ର ଫଗୁ ଖୁଣ୍ଟିଆ, ଝରିମ ନିଖୁଣିଆ, ଟଭା, କାର୍ତ୍ତିକ ମହାନ୍ତି, ରଙ୍ଗୁନୀ, ନାଟୁରୀ, ପାଣୁଆ ନାୟକ। ନେକ୍ସଟ ସତ୍ୟବତୀ ଉପନ୍ୟାସ କାହ୍ନୁଚରଣ ମହାନ୍ତିଙ୍କ ସତ୍ୟବତୀ ଉପନ୍ୟାସର ଚରିତ୍ର ବସୁରାଜା, ମରାଳିକା, ଅତ୍ରିକା, ବାନ୍ଧୁରା, ସେତ। ନେକ୍ସଟ ତାରକା ଉପନ୍ୟାସର ଚରିତ୍ର ବିନୋଦ ବାବୁ, ସୁକାନ୍ତି, ସୁନୀତି, ସୁମିତ୍ରୀ, ଶ୍ରୀକାନ୍ତ, ସୁଶାନ୍ତ। ନେକ୍ସଟ ଲଲାଟ ଲିଖନ ଉପନ୍ୟାସର ଚରିତ୍ର ସରୋଜିନୀ, ଅନୁପମା, ପୋଇଲି, ବେହେଲି, ନିରୁଧଡ଼ି, ବିଜୟ, ବିଘ୍ନରାଜ, ସୁଭଦ୍ରା ଦେବୀ, ରବୀନ୍ଦ୍ର, ଆହ୍ଲାଦିନୀ, ମଧୁସୂଦନ, ଗୋପାଳ, ରମାକାନ୍ତ, ଚମ୍ପା। ନେକ୍ସଟ ମେଲାଣି ମାଗୁଣି ଉପନ୍ୟାସର ଚରିତ୍ର ଆକୁଳି, ବେଣୁଧର, ଦୁର୍ଲଭ, ସେବତୀ, ସଜନୀ, ଗନ୍ଧର୍ବ ବାବୁ, ବଲିକା ସଂଖାଳୀ, ବିଜୟ, ଭାଗୀରଥନ। ନେକ୍ସଟ ପାବନୀ ଉପନ୍ୟାସର ଚରିତ୍ର ହାରାମଣୀ, ଶିବକୁମାର, ପାବନୀ, ରାଜା, ମଙ୍ଗଳା ଦେବୀ। ଯକ୍ଷ ଉପନ୍ୟାସର ଚରିତ୍ର ବିମଳ ଶର୍ମା, ପାର୍ବତୀ, ପଣ୍ଡିତ, ଦୟାସାଗର, କରୁଣାକର। ତିନୋଟି ପାଣ୍ଡୁଲିପି ରହିଛି କାହ୍ନୁଚରଣ ମହାନ୍ତିଙ୍କ ତିନୋଟି ପାଣ୍ଡୁଲିପି ଉତ୍ସବ ବ୍ୟସନୀ, ଅରଣ୍ୟ, ପରିଚୟ। ନେକ୍ସଟ ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସ ଏବେ ଦେଖିବା। ସ୍ୱାଧୀନତା ପୂର୍ବବର୍ତ୍ତୀ ଉପନ୍ୟାସ ସରିଲା, ଏବେ ଦେଖିବେ ସ୍ୱାଧୀନତା ପରବର୍ତ୍ତୀ ଉପନ୍ୟାସ। ସ୍ୱାଧୀନତା ପରବର୍ତ୍ତୀ ମଧ୍ୟ 10 ଜଣ ଉପନ୍ୟାସିକ ଅଛନ୍ତି। ଏକରେ ଆସିବେ ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ହେଉଛି ମନ ଗହୀରର ଚାଷ। ପ୍ରଥମ ଉପନ୍ୟାସ 1940ରେ ରଚନା ମନ ଗହୀରର ଚାଷ। ଏହା ଏକ ମନସ୍ତାତ୍ତ୍ୱିକ ଉପନ୍ୟାସ। ମନ ଗହୀରର ଚାଷ ଉପନ୍ୟାସର ଚରିତ୍ର ହେଉଛନ୍ତି ରାଧେଶ୍ୟାମ, ମରକୁଣ୍ଡି, ରମା, କିଶୋରୀ, ପୁନି, ମାଳତୀ, ନଖିଆ ବାଉରୀ, ଗୌରବ ବାବୁ, ରେଣୁକା, ମଞ୍ଜୁଳିକା, କାଞ୍ଚନମାଳା। ନେକ୍ସଟ ଦାଦି ବୁଢ଼ା। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଦାଦି ବୁଢ଼ା। ଦାଦି ବୁଢ଼ା ଉପନ୍ୟାସ 1944ରେ ରଚିତ। ଏହା 18 ପରିଚ୍ଛେଦ ବିଶିଷ୍ଟ। ଦାଦି ବୁଢ଼ା ଉପନ୍ୟାସ 18 ପରିଚ୍ଛେଦ ବିଶିଷ୍ଟ। ଦାଦି ବୁଢ଼ା ଉପନ୍ୟାସର ଚରିତ୍ର ହେଉଛନ୍ତି ସନ୍ତୋଷ କୁମାରୀ, ଲୁଇସନ ଲବଙ୍ଗ, ଡକ୍ଟର ଏଚ ମେୟର, ରାମ ନାୟକ, ଠେଙ୍ଗାଜାନି, ଡିସାରୀ ବୁଢ଼ା, ଶ୍ୟାମ ଗୁରୁମା। ନେକ୍ସଟ
ପରଜା। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ପରଜା। 1945ରେ ରଚନା ପରଜା। ତାର ଚରିତ୍ର ହେଉଛନ୍ତି ଶୁକ୍ରୁଜାନୀ, ସୋମବାରୀ, ମାଣ୍ଡିଆ ଜାନି, ଟିକରା ଜାନି, ଜିଲି, ମିଲି, ସାହୁକାର, ବିଷୋଇ, ପୁରୀ ଜାନି, କାଜଡ଼ି, ରେଙ୍ଗୁ ପରଜା, ବାଗଲା, ରାମୀ, ମୋତି, ମଧୁଗାସୀ, ରାମଚନ୍ଦ୍ର ବିଷୋଇ, ନନ୍ଦୀବାଲି। ନେକ୍ସଟ ଉପନ୍ୟାସ ହରିଜନ। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ହରିଜନ 1948ରେ ରଚିତ। ହରିଜନ ଉପନ୍ୟାସ 56 ପରିଚ୍ଛେଦ ବିଶିଷ୍ଟ। ହରିଜନ ଉପନ୍ୟାସର ଚରିତ୍ର ହେଉଛନ୍ତି ପୁନି, ଅବିନାଶ ବାବୁ, ଯଶୋଦା, ଅଘର, ମାନମୟୀ, ଜେମା, ସୋନିଆ, ରଙ୍ଗ, ଟଭା, କଜଳପାତି, ଧନୀ ବୁଢ଼ା, ରମା, ଷଡ଼େନ୍ଦ୍ର ବାବୁ, ପଦୀ ବୋଉ, ଜେମା। ନେକ୍ସଟ ଅମୃତର ସନ୍ତାନ। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଅମୃତର ସନ୍ତାନ 1949ରେ ରଚିତ। ଅମୃତର ସନ୍ତାନର ଚରିତ୍ର ସରବୁ ସାନ୍ତା, ଦିଉଡୁ, ପୁୟୁ, ପୁବୁଲି, ଲେଞ୍ଚୁ କନ୍ଧ, ହାକିନା, ରଘୁ ସାନ୍ତା, କାମ୍ବାଲା ଜାନି, ପାଣ୍ଡୁ କନ୍ଧ, ଦିଉଟି, ବେସୁ କନ୍ଧ, ହାରଗୁଣା, ରଘୁ ସାନ୍ତା, ମେଣିଆକା। ନେକ୍ସଟ ଶରତ ବାବୁଙ୍କ ଗଳି। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଶରତ ବାବୁଙ୍କ ଗଳି 1950ରେ ରଚିତ। ଶରତ ବାବୁଙ୍କ ଗଳି। ଶରତ ବାବୁଙ୍କ ଗଳିର ଚରିତ୍ର ହେଉଛନ୍ତି ପୁଲିସ ଇନ୍ସପେକ୍ଟର, ଶଲ୍ୟ ଚିକିତ୍ସକ, ପଶୁ ଡାକ୍ତର, ନର୍ସ, ଜମି ବନ୍ଦୋବସ୍ତ ଅଫିସର, ଅବକାରୀ ଅଧିକାରୀ, ଟ୍ୟୁସନ ଛାତ୍ର। ନେକ୍ସଟ ରାହୁର ଛାୟା। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ରାହୁର ଛାୟା 1952ରେ ରଚିତ। ଏହା ଏକ ଚେତନା ପ୍ରବାହ ଧାରା ଉପନ୍ୟାସ। ରାହୁର ଛାୟା। ରାହୁର ଛାୟାର ଚରିତ୍ର ହେଉଛନ୍ତି ସତୀ, ସମୀର, ଚନ୍ଦ୍ରିକା ବାବୁ, ନନ୍ଧି, ଗତ୍ରିକା ପ୍ରସାଦ, ପୁଷ୍ପମୟୀ, ଅଭିପାନରା, ବିଭୂତିଭୂଷଣ, ମିଷ୍ଟର ଡିଙ୍କ, ଇରା। ନେକ୍ସଟ ଦୁଇ ପତ୍ର। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଦୁଇ ପତ୍ର 1954 ରଚନା। ଦୁଇ ପତ୍ର। ଦୁଇ ପତ୍ରର ଚରିତ୍ର ହେଉଛନ୍ତି ଅଜିତ, ସନ୍ଥ ସହନ ମଲ୍ଲ, ରାମଚନ୍ଦ୍ର ବିଶ୍ୱାଳ, ଦୟାରାଜା, ବ୍ରଜ ଚୌଧୁରୀ, ଜଗଜ୍ୟୋତି ଦେବୀ, ଭଜଗୋବିନ୍ଦ ମିଶ୍ର। ନେକ୍ସଟ ସପନ ମାଟି। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ସପନ ମାଟି 1954ରେ ରଚିତ। ସପନ ମାଟିର ଚରିତ୍ର ହେଉଛନ୍ତି ଯାଦବ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ଦାସ, କେଶୀ ଦାସ, ସୁପ୍ରଭାତ ଦାସ, ସିନା, ଚୁମିଲାଲ, ଛନ୍ଦା, ଶୁକ୍ର। ନେକ୍ସଟ ଦାନାପାଣି। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଦାନାପାଣି 1955ରେ ରଚିତ। ଦାନାପାଣିର ଚରିତ୍ର ହେଉଛନ୍ତି ବଳିଦତ୍ତ, ସରୋଜିନୀ, ଭେଙ୍କଟରାଉ, ସଣ୍ଠୁଦା, ବନୁ, ମିଷ୍ଟର ଶର୍ମା, ମିଷ୍ଟର ମହାପାତ୍ର, ରଣଜିତ ବାବୁ, ଶ୍ୟାମ ବାବୁ, ମିଲି, ନୀଲି, ବିନ୍ଦୁ। ନେକ୍ସଟ ଶିବବାଇ। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଶିବ ଭାଇ 1955ରେ ଶିବ ଭାଇ ରଚିତ। ଶିବ ଭାଇର ଚରିତ୍ର ହେଉଛନ୍ତି ଶିବ କନ୍ଧ, କନ୍ଧବନ୍ଧ, ନନ୍ଦବନ୍ଧ, ନନ୍ଦକନ୍ଧ, ବିଶ୍ୱନାଥ କନ୍ଧ, ମୁକ୍ତା, ଚନ୍ଦ୍ରମା,
ପାର୍ବତୀ, ଅପା, ଅର୍ଜୁନ, ଇଜମନ, ରାଧେନା, ଡିମ୍ବା, ଦିଶାରୀ, ବେଜୁଣି। ନେକ୍ସଟ ଅପହଞ୍ଚ। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ଅପହଞ୍ଚ 1961ରେ ରଚିତ। ଅପହଞ୍ଚ ଉପନ୍ୟାସର ଚରିତ୍ର ହେଉଛନ୍ତି କିମା କନ୍ଧ, ଭୀମା କନ୍ଧ, ଜାମିରୀ କନ୍ଧ, ଲେଞ୍ଚୁ କନ୍ଧ, ପାଣ୍ଡୁ, ଯୋଗୁ ପାଢ଼ୀ, ଆଲଫ୍ରେଡ, ଉଲୟମ କେଟ୍ଟା, ନରସିଂହ ଦତ୍ତ ଦରା, ରଜନୀ, ପ୍ରୀତମ ସିଂହ, ନିଭା ଦେବୀ, ନରୀ ବିଶ୍ୱାଳ, ଶ୍ୟାମବତ ହୋସେନ। ନେକ୍ସଟ ଲୟ ବିଲୟ। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଲୟ ବିଲୟ 1961ରେ ରଚିତ। ଏହା ଚେତନା ପ୍ରବାହ ଓ ମନସ୍ତାତ୍ତ୍ୱିକ ଉପନ୍ୟାସ। ଲୟ ବିଲୟ ଚେତନା ପ୍ରବାହ ମନସ୍ତାତ୍ତ୍ୱିକ ଉପନ୍ୟାସ। ପୁରୀରେ ଲୟ ବିଲୟର ଚରିତ୍ର ହେଉଛନ୍ତି ତରୁଣ ରାୟ, କାନ୍ତିମୟୀ, ଛଳନା, ବିମାନ ବାବୁ, ଅଇଣ୍ଠୁ, ସାମନ୍ତ ସିଂହାର। ନେକ୍ସଟ ତନ୍ତ୍ରିକାର। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ତନ୍ତ୍ରିକାର 1963ରେ ରଚନା। ତନ୍ତ୍ରିକାର ଉପନ୍ୟାସର ଚରିତ୍ର ହେଉଛନ୍ତି ରସା, ଅନ୍ତର୍ଯ୍ୟାମୀ ରଥ, ଅଦେଇ, ନାହାକ, ମଦନ ଓଝା, କୃଷ୍ଣ ମିଶ୍ର, ନିର୍ମଳା କୁନି, ସାବିତ୍ରୀ, ପରଶୁ, ଅଜାମିଳ, ବୋଧି, ନଟ, ହତୁ, ଶୈବୁଧିଆ। ନେକ୍ସଟ ମାଟି ମଟାଳ। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ମାଟି ମଟାଳ 1964ରେ ରଚିତ। ମାଟି ମଟାଳର ଚରିତ୍ର ହେଉଛନ୍ତି ବଟ ମହାନ୍ତି, ରବି, ଛବି। ନାୟକ ହେଉଛନ୍ତି ରବି, ଛବି ହେଉଛି ନାୟିକା। ରବିର ବାପା ବଟ ମହାନ୍ତି, ସିନ୍ଧୁ ଚୌଧୁରୀ, ରହିନାଥ, ବଧିଗୌଡ଼, ବୈମଳିକ, ଧବେଇ ମିଶ୍ର, ଉଦମଣିଆ, ଜମ୍ବୁ ବେହେରା, ନନ୍ଦବୁଢ଼ା, ଚଉବର୍ଗ, ଚକ୍ରପାଣି ଅମାଳ, କମଳା ମିଶ୍ର, କୁରୁସା, ବିଶିଆ, ନାରଣା, ଅପର୍ତିଆ, ବଉଦା, ଧୋସା, ନବା, ନଥିଆ, ସୁକୁଟା, ପରିଆ, କିଣି ଥଟଚା, ବିକା, ସୁଦିଲି, ଗଙ୍ଗା, ଦୁଲ, ଉରି, ଗୌର, ଜଗୁଆତ୍ମା, ଗେଲିବୋ। ଆଉ ରହିଲେ ମାଟି ମଟାଳରେ ଚନ୍ଦରା ବୋଉ, ଶିଖାରାମ, ଚମ୍ପିମା, ଜେମି ବୁଢ଼ୀ। ନେକ୍ସଟ ପାହାନ୍ତା। ଗୋପୀନାଥ ମହାନ୍ତିଙ୍କ ନେକ୍ସଟ ଉପନ୍ୟାସ ପାହାନ୍ତା 1971ରେ। ପାହାନ୍ତା ଉପନ୍ୟାସର ଚରିତ୍ର ଅମିର ଖାଁ, ଆବୁଲାହବ, ଆଲେକଜାଣ୍ଡାର, ଚେଙ୍ଗିଜ ଖାଁ, ମାହମୁଦ, ତାଇମୁର, ଔରଙ୍ଗଜେବ, ହିଟଲର, ନିଆଁ, ୟାହିୟା, ଜୁଲଫିକର, ଅଟଲିଫ, ହୁସେନ, ଜୁଲଫିକର ଖାଁ। ନେକ୍ସଟ ଆକାଶ ସୁନ୍ଦରୀ 1972ରେ। ଆକାଶ ସୁନ୍ଦରୀ। ଗୋପୀନାଥ ମହାନ୍ତିଙ୍କ ଆକାଶ ସୁନ୍ଦରୀ ଉପନ୍ୟାସର ଚରିତ୍ର ପ୍ରେମଚାନ୍ଦ ସିଂ, ହରି ପାଢ଼ୀ, ବଙ୍ଗାର ପୁହାଣ୍ଡି, ଦାସୁଡୁ ମିମଫାଣ୍ଡୁ, ମାଣ୍ଡିବାଲା ସେଠଜୀ, ହମିଦ ମିଆଁ।
କେଶବ ମହାରଣା, ରଜା ପୁଅ କମଲି, ଅରବିନ୍ଦ ଚର୍ଚ୍ଚିଲ। ନେକ୍ସଟ ଅନଳ ନଳ, ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଅନଳ ନଳ 1973। ଅନଳ ନଳର ଚରିତ୍ର ହେଉଛନ୍ତି ସୁନ୍ଦରୀ, ବିପ୍ରବାବୁ, ସଦାନନ୍ଦ, ହୃଦାନନ୍ଦ, ନିହାର, ଜଗଦୀଶ, ମୋହନ ରସିକ, ରମେଶ। ନେକ୍ସଟ ଦିଗ ଦେହୁରୀ 1979ରେ ଦିଗ ଦେହୁରୀ ଚରିତ୍ର ହେଉଛନ୍ତି ରମା, ମାୟାଦେବୀ, ଦାମ, ଦାଦି, ଯୋଗୁ, ରଘୁ, ତିଳ, ଅଭିନ୍ନ ମହାନ୍ତି, ଅଗ୍ରପଡ଼ା, ବାବାଜୀ, ଅଧରି ବୋହୂ, ଅଧରି, ଦଧି, କୁଳିଆ ବୋଉ, କୁଳିଆ, ମୂଷା, ଚମ୍ପାଗରି, ରେବି, ଦୋସା, ରଙ୍ଗାଧର, ଓହଲି ବୋହୂ, ବିମ୍ବାଧର, ଉପେନ୍ଦ୍ର, ଭୂପେନ୍ଦ୍ର, ମୀନା, କୁନା, ହରେନ୍ଦ୍ର ମହାପାତ୍ର। ଆଜିର ଆଲୋଚନା ଏତିକିରେ ସମାପ୍ତ କରିବା। ପରବର୍ତ୍ତୀ ଭିଡ଼ିଓରେ ଦେଖିବା ସୁରେନ୍ଦ୍ର ମହାନ୍ତିଙ୍କ ରଚନା। ରହୁଛି, ନମସ୍କାର।